ଆଲୋ 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 ଭାଇ ଆରେ ଇଏ କ'ଣ ଲୋ? ଆରେ ଏଠି କ'ଣ କରୁଛୁ ତୁ? ଓ ଆଉ ଭୋଗ ବିକିଲାଣି ଘଟଣା କ'ଣ କିରେ? ଆଚ୍ଛା ଆଚ୍ଛା ଆଜି ବା ଜାଗର ତ ଫାଇନାଲି ମହାଶିବରାତ୍ରି ଯିବା ଜାଗର ଉପଲକ୍ଷେ ମୁଁ ଯାଇ ପହଞ୍ଚାଇଥିଲି ମା ଇଚ୍ଛାବତୀ ମନ୍ଦିରରେ ଯେଉଁଟା ଆମର ଛତିଶ କୋର୍ସାଇ ଜାଗାରେ ଉପସ୍ଥିତ ଅଛି। ତ ତା ସହିତ ଆମେ ଯିବା ପୂର୍ବରୁ ମା ଇଚ୍ଛାବତୀ ଭୋଗ ଦୋକାନ ଭିଜିଟ୍ କରିଥିଲୁ କାହିଁକିନା ସେଠି ଆପଣମାନେ ଦୀପ ବା ଆପଣମାନେ ପୂଜା ସାମଗ୍ରୀ ଏଠି ସୁଲଭ ମୂଲ୍ୟରେ ପାଇପାରିବେ। ତ ଯିବା ପୂର୍ବରୁ ମୁଁ ଯାଇକି ପହଞ୍ଚି ଯାଇଥିଲି ବିଜୟ ସାହୁ ଯେଉଁଟା ଆମର ମନ୍ଦିର ସାମ୍ନାରେ ତା କେବିନ୍ଟେ ରଖିଛି। ତ ଯେଉଁମାନଙ୍କର ବି ଦରକାର ଯେଉଁମାନେ ମନ୍ଦିର ଆସୁଛନ୍ତି ନିହାତି ଭାବରେ ଦୀପଟେ କି ଭୋଗ ନେବାକୁ ଚାହୁଁଛନ୍ତି ତ ଏଠୁ ନେଇକି ଯାଇପାରିବେ ଆପଣମାନେ ସୁଲଭ ମୂଲ୍ୟରେ ଏଠି ମିଳେ। ତ ଯେଉଁଟା ସେ ଦୋକାନ ନାଁ ବି ଦେଇଛି ମା ଇଚ୍ଛାବତୀଙ୍କ ନାମରେ ରଖିଛି। ତ ବହୁତ ବହୁତ ଧନ୍ୟବାଦ। ତ ଯିବା ପୂର୍ବରୁ ଆମେ ମନ୍ଦିର ଫ୍ରଣ୍ଟଟା ଟିକେ ଦର୍ଶନ କରିନେବା। ଯେଉଁଟା ଦେଖନ୍ତୁ ମା ଇଚ୍ଛାବତୀଙ୍କ ମନ୍ଦିର ଏଇଟା ତା ସାଇଡ଼୍ରେ ଦେଖନ୍ତୁ ଏଇଟା ହେଉଛି ଆପଣମାନଙ୍କର ଶିବ ଠାକୁରଙ୍କର ବା ଶିବ ମନ୍ଦିର। ତ ଯେହେତୁ ଆଜି ଜାଗର ତ ମୁଁ ଶିବ ମନ୍ଦିର ପ୍ରଥମେ ଯାଇଥିଲି। ଆଉ ଶିବ ମନ୍ଦିର ଯାଇଛି ଯେତେବେଳେ ତ ଦୀପଟିଏ ନ ଜାଳିଲେ କ'ଣ ହେବ। ତ ଫାଇନାଲି ଯେହେତୁ ଦୀପଟିଏ ମୁଁ ନେଇଥିଲି ମୋ ସାଙ୍ଗ ଦୋକାନରୁ ତ ଫାଇନାଲି ମୁଁ ଯାଇକି ଟିକେ ଦୀପଟିଏ ଲଗେଇଦେଲି। ଆଉ ଦୀପଟିଏ ଲଗେଇଛି ଯେତେବେଳେ ଟିକେ ପ୍ରଭୁଙ୍କୁ ଡାକିବା ନା ଆଉ ଟିକେ ମନସ୍କାମନା କ'ଣ ପୂରଣ କରିବା। ଆପଣମାନେ କ'ଣ ଭାବୁଛ ମନସ୍କାମନା କ'ଣ ମୁଁ ଡାକିଛି ଠାକୁରଙ୍କୁ? ସେ କଥା ବା କୁହନ୍ତିନି, ସେଇଟା ବା ସିକ୍ରେଟ୍। ତ ଆପଣମାନେ କ'ଣ ଡାକିଲେ ଆପଣମାନେ ଟିକେ କମେଣ୍ଟରେ କହିବେ। ତ ଯେହେତୁ ଏଟା ସିକ୍ରେଟ୍ ଆପଣମାନେ କହିବେନି ଫିର୍ ବି ଦେଖାଯାଉ କେଉଁ ମାନେ କହୁଛନ୍ତି। ତ ଫାଇନାଲି ମୋ ଦେଖା ଦେଖି ପୁଣି ଆଉ ଜଣେ ମୋ ସାଙ୍ଗ ଯାଇଥିଲା ମୋ ସାଙ୍ଗରେ, ସିଏ ବି କହିଲା ମୁଁ ବି ଟିକେ ଦୀପଟିଏ ଲଗେଇଦିଏ। ତ ଦୀପଟିଏ ଲଗେଇଲା, ଠାକୁରଙ୍କୁ ବଡ଼ ମୁଣ୍ଡିଆଟେ ମାରିଲା। ତାପରେ ଦେଖୁନାହାନ୍ତି କେତେ ଭିଡ଼, ଆମରି ସେଇ ଆଖପାଖ ଲୋକ ଏତେ ଭିଡ଼ ଯେ ମାନେ ଠାକୁରଙ୍କୁ ଦର୍ଶନ କରିବା ପାଇଁ ମୁଁ ତ ବହୁତ ସମୟ ଠିଆ ହେଲି। ତ ବହୁତ ସମୟ ଠିଆ ହେଲା ପରେ ଫାଇନାଲି ଆମ ନନାଙ୍କୁ ଟିକେ ମୁଁ ଦେଖିଲି। ଠାକୁରଙ୍କ ମହାପ୍ରଭୁଙ୍କର ସେ ସେବା କରୁଥିଲେ, ତା ସହିତ ପ୍ରଭୁଙ୍କର ଦର୍ଶନ ବି ହେଇଗଲା। ବହୁତ ଖୁସି ଲାଗିଲା। ହଉ ଚାଲ ଭିଡ଼ିଓରେ ବନେଇରୁ। ଇଏ ହେଉଛି ମା ମଙ୍ଗଳାଙ୍କ Thank you.